ଆମେ ସମସ୍ତେ ଘରେ ଶୋଇଥିଲୁ। ଶୋଇବା ପରେ ରାତି 11ଟା 11:30 ସୁଦ୍ଧା ଆମେ ସ୍ତ୍ରୀ ଉଠିଲା ବାହାରକୁ, ଉଠିଲା ବେଳକୁ ଦେଖିଲା ବେଳକୁ ଘରେ ନିଆଁ ଲାଗିଯାଇଛି। ସେ ମତେ ଡାକିବା, ମୁଁ ଡାକି ଉଠିଲା ବେଳକୁ ମୁଁ କବାଟ ଖୋଲିବା ମାତ୍ରେ ଦେଖିଲା ବେଳକୁ ଆଉ ଘର ଟୋଟାଲ କିଛି ଦେଖାଯାଉନି। ତାକୁ ମୁଁ କଣ କଲି ନା ଉଠେଇକିରି ମୋ ଛୁଆଙ୍କୁ ଆଗ ପଠେଇଦେଲି, ବାରି ପଟରେ ପଳେଇ ଗଲେ। ମତେ ବାପା ବୋଉ ହେରିକାଙ୍କୁ ଡାକିଲି, ସିଏ ଉଠିଲେ। ଉଠିଲା ବେଳକୁ ଗୋରୁ ଗାଈ ହେରିକା ସବୁ ଯାକ ଥିଲେ ଏ ଘର ଭିତରେ। ତାଙ୍କୁ ଗୋରୁ ଗାଈ ହେରିକାଙ୍କୁ ବିଦା କରିଦେଇକିରି ତାପରେ ବାୟା ଭାଇଟା ଏ ଘରେ ଯେତେ ଥର ତାକୁ ଆମେ ବାହାରକୁ ପଠଉଛୁ, ସିଏ ବି ବାହାରକୁ ଯାଉଛି, ଫେରେ ଆସିକିରି ଘର ଭିତରେ ଶୋଉଛି। ତାକୁ ଆମେ ଜୋର ଜବରଦସ୍ତି ଝାଡୁକୁ ଟାଣିକି ନେଇ ଆଉ ଜଣ ଘରେ ପୁରେଇ ଦେଇକିରି ଆକୁ ଲିଭେଇବାକୁ ଚେଷ୍ଟା କଲା ବେଳକୁ ଆଉ ସିଏ ବି ଟୋଟାଲ ଲିଭିଲାନି। ଫାୟାର ଅଫିସ ଭାଇ ମାନେ ଗାଁ ପୁଅ ମାନେ ସବୁ ଯିଏ ଥିଲେ ସବୁ ସେମାନେ ଫୋନ କଲେ, ଫାୟାର ଅଫିସ ଗାଡି ଆସିବା ଭିତରେ ଟୋଟାଲ ସବୁ ଯାକ ଜଳି ଯାଇଥିଲା। କ୍ଷତି ହେଇଛି 50 ବସ୍ତା ଧାନ ଏଠି ଥୁଆ ହେଇଥିଲା, ସିଏ ଯାଇଛି। ମୋର ସୁନା ଚେନ, ଝୁଅର ସୁନା ଚେନ, ଆଉ ମୋର ମୁଦି, ମୋ ସ୍ତ୍ରୀର 7 ହଳ ଶଙ୍ଖା, ଆଉ ମୁଁ ରଖିଥିଲି ଗାଡି କିଣିବା ପାଇଁ 2.5 ଲକ୍ଷ ଟଙ୍କା, ଆଉ ବାପା ରଖିଥିଲେ 30,000 ଟଙ୍କା, ସବୁ ଯାକ ଯାଇଛି। ଏବେ ବି ଆମେ ଯାହା ପିନ୍ଧି ସରକାରଙ୍କୁ ନିବେଦନ କଣ କରିବୁ? ସରକାର ତ ଆପଣ ତ ଦେଖୁଛନ୍ତି ଏଇ ମିଡିଆ ମାଧ୍ୟମରେ, ମୁଁ ଏହା କହୁଛି ସରକାର ଏଇ ନ୍ୟୁଜ ଚ୍ୟାନେଲରେ ଯାହା ଶୁଣିବେ ତାହା ସରକାର ତରଫରୁ ଯାହା ସାହାଯ୍ୟ କରିବେ ଆମେ ସେଇଟା ଉପକୃତ ହବୁ। ଗୋଟିଏ ଲୋକ ଏମିତି ଗରିବ ଲୋକ, ମୂଲ ନାଗିକି ଚାଷବାସ କରିଥିଲି, ଋଣ ଆଣିକିରି ବି ଚାଷବାସ କରିଥିଲି। 50-60 ବସ୍ତା ଧାନ ଏଇ ବାରଣ୍ଡାରେ ରଖିଥିଲି। ଏଇଠି ରଖିବା ଭିତରେ ଯେ କେତେବେଳେ ରାତି ଅଧରେ ନିଆଁ ଲାଗିଲା ଆମେ ବି କେହି ଜାଣିପାରିଲୁନି। ଛୋଟ ଛୋଟ ପିଲା ମୋର ସେପଟରେ ଥିଲେ, ତାଙ୍କୁ ସେ ବୋହୁଟି ଉଠିବାରୁ ଦେଖିଲା ବେଳକୁ ଘର ଜଳିଲାଣି ହୁତାଶ ନାହିଁ। ଯୋଉଠି ଯାଇ ଡାକ ଚହଳ କଲା। ଆମେ ଏ ଘରେ ସ୍ୱାମୀ ସ୍ତ୍ରୀ ଏଇ ଶୋଇଥିଲୁ, ସେ ବାପ ପୁଅ ଏଇ 3 ଜଣ। ସେ ସମସ୍ତଙ୍କୁ ଉଠେଇକିରି ବାହାରକୁ ଦେଲୁ। ତା ପଗଳା ପିଲା, ହାଣ୍ଡିକଳ ପିଲା, ସିଏ ତାକୁ ବାହାରକୁ ଉଠେଇଥିଲୁ। ସେ ହାଣ୍ଡିକଳ ପିଲା ପୁଣି ଯାଇକିରି ସେଇ ଘର ଭିତରେ ଯାଇକି ଶୋଇଛି, ମୁଁ ଜାଣିନି। କଲୁ ଏତେ 50-60 ବସ୍ତା ଧାନ ଏଇଠି ଠାକ କରିଥିଲି ଋଣ ନଗେଇକିରି 8 ଧାର ଉଧାର କରି। କିନ୍ତୁ ସରକାର ଯଦି ଏହା ବିଚାର କରିବେ, ମୁଁ ଯଦି ଉପକୃତ ହେବି, ନହେଲେ ମୋର କିଛି ଦାନା ଆସନ କିଛି ନାହିଁ, ସବୁ ଜଳିକି ଭସେଇ ନାହିଁ। କି ପିନ୍ଧିବା ପାଇଁ ଖଣ୍ଡେ ବସ୍ତ୍ର ନାହିଁ, କିଛି ନାହିଁ, ଖରାରେ ସେମିତି ପଡିଛି। କଣ ଅଛି ଯେ କ୍ଷତି ହେବା କଥା ବୁଝୁଛନ୍ତି ଆପଣ? କିଛି ତ ନାହିଁ, ଦାନା ନାହିଁ ନା ଗଣ୍ଡା ନାହିଁ ନା କିଛି ନାହିଁ। ଛୁଆ ମୋର ପାଖରେ ପଡିଛନ୍ତି କାଲିଠାରୁ। ମୁଁ କଣ କରିବି? କୋଉଠିକି ଯିବି? କାହାକୁ କଣ କହିବି? ମତେ କିଏ ସାହାଯ୍ୟ କରିବା? ମୋ ଛୁଆକୁ କିଏ ଖାଇବାକୁ ପିନ୍ଧିବାକୁ ଦବ? ମୁଁ କୋଉଠିକି ଯିବି? ସରକାରଙ୍କୁ ଏତିକି ନିବେଦନ କରୁଛି, ମୋ ଛୁଆକୁ ତା ପରିବାରକୁ ଭଲରେ ରଖିବା ପାଇଁ କିଛି ସାହାଯ୍ୟ କରନ୍ତୁ। ମୋ ଛୁଆକୁ ମୋର ଆରତିଟା ଦିଅନ୍ତୁ, ଖାଇବାକୁ ଦିଅନ୍ତୁ, ପିନ୍ଧିବାକୁ ଦିଅନ୍ତୁ, ମୋ ଛୁଆ ଯେମିତି ବସିବେ। ଯୋଉ ଲୋକର ଘର ପଡିଯାଇଛି, ଗୌରହରି ମଲ୍ଲିକ, ପୁଅ ରୋହିତ ମଲ୍ଲିକ, ଇଏ ସବୁ ଆପଣାର ଲୋକ। କିନ୍ତୁ ଏତେ ଭଗବାନ କାହିଁ ତାଙ୍କୁ ଦୁଃଖ ଦଉଛନ୍ତି? ମାନେ ଲୋକ ସରଳ ଲୋକ, ପୁଅ 2ଟା ଝିଅଟି ଚାଲିଗଲା, ପୁଅଟିଏ ଅଛି, ସେ ବି ଏଥିରେ ପଗଳା, ସେ ବି ଭସ୍ମୀଭୂତ ହେଇଯାଇଥାନ୍ତା। ଯାହା ହଉ ତାକୁ ବଞ୍ଚେଇବାକୁ ଯାଇ ଏମାନଙ୍କର ଘର ସବୁ ପଡିଗଲା। ତେଣୁ ଜିନିଷ କିଛି ଉଦ୍ଧାର କରିପାରିଲାନି। ପୁଅ ଯାହା କହୁଥିଲା, ଏବେ ସବୁ ସୁନା ରୂପା ଅଳଙ୍କାର ଠାରୁ ମେସିନ ପଟା ଏଠି ଦେଖୁଛନ୍ତି ଆପଣ, ସବୁ ନଷ୍ଟ ହେଇଛି। ଯାହା କରୁଛନ୍ତି ଯୋଉ ସରକାର ହଉ, ଯେତେବେଳେ ଯୋଉ ସରକାର ଆସୁଛି, ବଖୁରିଆ ଘର ଦେଇକିରି ସେ ଭାବୁଛନ୍ତି ଆମେ ଗରିବ ଲୋକଙ୍କୁ ସବୁ ସାହାଯ୍ୟ କରିଦେଲୁ। କିନ୍ତୁ ପ୍ରକୃତ ଯାହାର ପିଲା ଛୁଆ ଅଛନ୍ତି, ବଡ ହେଲେଣି, ବିବାହ ଯୋଗ୍ୟ ହେଲେଣି, ସରକାର ଆଉ ବଖୁରିଆ ବେଶୀ ନହେଲା ନାହିଁ। ଗୋଟେ ଲୋକ, ଗୋଟେ ପରିବାର ପ୍ରତି 2 ବଖରା ଘର ନହେଲେ ଗରିବ ପରିବାର ପ୍ରତି ସେ ବହୁତ ମାନେ ଲୋକଙ୍କର ଅସୁବିଧା ହଉଛି, ଯାହାଦ୍ୱାରା କି ଆଜି ଧନ ଜୀବନ ନଷ୍ଟ ହେଲା। ଯଦି ସମସ୍ତଙ୍କ ପାଖରେ ମୁଁ ଆଜି ଆପଣଙ୍କ ଗଣମାଧ୍ୟମ ଜରିଆରେ ନିବେଦନ କରୁଛି, ଏମାନଙ୍କୁ ଆସି ଏଠି ପହଞ୍ଚି ସମସ୍ତେ ସାହାଯ୍ୟ କଲେ ସେମାନେ ଉପକୃତ ହେବେ। ଏଇଟା ଅତି ହୃଦୟବାନ କଥା ହବ। ତେଣୁ ଆପଣ ସେଇଟା ଟିକେ କେମିତି ଭଲକରି ଇଏ କରି ଯାହା ଦେଖୁଛନ୍ତି, ଏଟା ସତ ଲେଖିଲେ ଆମେ ଗରିବ ଉପକୃତ ହବ।